ଆଜି ଆସନ୍ତୁ ଆମ୍ଭେମାନେ ଉପଦେଶ ଶୀର୍ଷକ ପରମେଶ୍ୱରଙ୍କୁ ଜାଣିବାର ଆଶୀର୍ବାଦ ଦ୍ୱାରା ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଏହି ଦିନମାନଙ୍କରେ ଯେତେବେଳେ ଆମ୍ଭେ ଆପଣ ଆଖପାଖରେ ଦେଖିଥାଉ, ସେତେବେଳେ ଆମ୍ଭେ ମାସ୍ ମିଡିଆ ମାଧ୍ୟମରେ ଅନେକ ପ୍ରକାରର ବିପର୍ଯ୍ୟୟର ଖବର ଶୁଣିଥାଉ। କରୋନା ଭାଇରସର ସହିତ ଅନେକ କ୍ଷେତ୍ରରେ ବନ୍ୟା ହେଉଅଛି ଏବଂ ଅଷ୍ଟ୍ରେଲିଆ ଯେପରି ସ୍ଥାନରେ ଭାରି ମାତ୍ରାରେ ତୁଷାରପାତ ହେଉଅଛି। ସାରା ବିଶ୍ୱରେ ବିଭିନ୍ନ ବିପର୍ଯ୍ୟୟ କାରଣରୁ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଅଟକି ଯାଇଅଛି ଏବଂ ଧାର୍ମିକ ସମାବେଶ ସୀମିତ ଅଟେ। ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ସବୁକିଛି ପ୍ରତିବନ୍ଧିତ ମନେ ହୁଏ। ମୁଁ ଭାବିବାକୁ ଲାଗିଲି, ସ୍ୱର୍ଗରେ ଆଶୀର୍ବାଦ ସଂଗ୍ରହ କରିବାର ଉପାୟ ସୁଯୋଗ ପାଇବାରୁ ମୋର ଯଥାସାଧ୍ୟ ଚେଷ୍ଟା କରିବାର ଅଛି। ଯେକୌଣସି ସମୟର ତୁଳନାରେ ଏହି ଯୁଗରେ ପ୍ରାକୃତିକ ବିପର୍ଯ୍ୟୟ ଆହୁରି ଅଧିକ ହେଉଅଛି। ଏପରି କିଛି ଘଟଣା ଅଛି ଯେଉଁଠାରେ ବିଳାସପୂର୍ଣ୍ଣ ଘର ନିର୍ମାଣ ପାଇଁ ଅତ୍ୟଧିକ ସମୟ ବିନିଯୋଗ କରାଯାଇଥିଲା, ଗୋଟିଏ ରାତ୍ରିରେ ଭୂସ୍ଖଳନ ଯୋଗୁଁ ଭୁଶୁଡ଼ି ପଡ଼ିଛି ଏବଂ ପ୍ରବଳ ବର୍ଷା ହେତୁ କିଛି ଘର ଧୋଇ ହୋଇଯାଇଅଛି। ଏହା ଦେଖିକି କିପରି ଲୋକମାନେ ଆପଣା ପ୍ରାୟତଃ ସମ୍ପତ୍ତି ହରାଇଦେଲେ, ମୁଁ ଏହି ବିପର୍ଯ୍ୟୟରୁ ପୀଡ଼ିତ ଲୋକମାନଙ୍କ ଦୁଃଖ ଅନୁଭବ କରିପାରିଲି। ଯଥାଫଳରେ ଲୋକମାନେ କାର୍ଯ୍ୟମୁକ୍ତି ପରେ ଆରାମଦାୟକ ଜୀବନ ବିତାଇ ପାରିବେ। ସେମାନେ ଅନେକ ବର୍ଷ ଧରି ଘର ପାଇଁ ଟଙ୍କା ଜମା କରିବାକୁ ଭୋଜନ ଏବଂ ପୋଷାକ ଉପରେ କମ୍ ଖର୍ଚ୍ଚ କରନ୍ତି। କିନ୍ତୁ ସେହିଦିନ ସକାଳେ ସେମାନଙ୍କ ଘର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ନଷ୍ଟ ହୋଇଗଲା। ଏହି ଦୁଃଖଦ ଘଟଣା ଦେଖି ମୁଁ ପରମେଶ୍ୱରଙ୍କ କଥା ମନେ ପକାଇଲି। ଆସନ୍ତାକାଲିର ଦିନ ବିଷୟରେ ଗର୍ବ କର ନାହିଁ ଏବଂ ଦୁନିଆର ଜିନିଷ କେବଳ କିଛି ଦିନ ପାଇଁ, କିନ୍ତୁ ଯାହା ସ୍ୱର୍ଗରେ ଅଛି ତାହା ସବୁଦିନ ପାଇଁ ରହିବ। ବିଶ୍ୱ ମହାମାରୀ ହେତୁ ଏପରିକି ପରିବାର ପରିଦର୍ଶନ ସୀମିତ ଅଛି। ସାରା ବିଶ୍ୱରେ ଆମ୍ଭେ ଏଭଳି ପରିସ୍ଥିତିର ସାମ୍ନା କରୁଛୁ ଯେଉଁଠାରେ ଆମ୍ଭେ ଆମ୍ଭର ପଡ଼ୋଶୀମାନଙ୍କୁ ମଧ୍ୟ ଭେଟି ପାରିବୁ ନାହିଁ। ଯେହେତୁ ପରମେଶ୍ୱର ମାନବ ଜାତିର ଭବିଷ୍ୟତ ବିଷୟରେ ଜାଣିଛନ୍ତି, ତେଣୁ କ'ଣ ସେମାନେ ସ୍ୱର୍ଗର ଗୌରବମୟ ରାଜ୍ୟର ଯେଉଁଠାରେ କୌଣସି ଯନ୍ତ୍ରଣା ନାହିଁ, ନା ଶୋକ, ନା ବିଳାପ, ଆଉ ନାହିଁ କୌଣସି ମୃତ୍ୟୁ ସୃଷ୍ଟି ଏବଂ ପ୍ରସ୍ତୁତି କରିନାହିଁ, ସେହି ଗୌରବମୟ ଦୁନିଆରେ ପ୍ରବେଶ କରିବା ପାଇଁ ଆମ୍ଭମାନଙ୍କୁ କାହାର ମାର୍ଗଦର୍ଶନର ଆବଶ୍ୟକ ଅଛି? ଏହି ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭକୁ ଆତ୍ମା ଓ କନ୍ୟାଙ୍କ ମାର୍ଗଦର୍ଶନ ଦରକାର। ଆତ୍ମା ଓ କନ୍ୟାଙ୍କ ମାର୍ଗଦର୍ଶନ ପାଇଁ ସର୍ବପ୍ରଥମେ ଆମ୍ଭମାନଙ୍କୁ ଏହା ଜାଣିବା ଉଚିତ କି ସେମାନେ କିଏ ଅଟନ୍ତି। ଯେହେତୁ ପରମେଶ୍ୱରଙ୍କୁ ମାନବ ଜାତି ଉପରେ ଆସୁଥିବା ଦୁଃଖଦ ଘଟଣାର ଉତ୍ତମ ଜ୍ଞାନ ଅଛି, ଏଥିପାଇଁ ସେ ଏକ ସୁନ୍ଦର ଦୁନିଆ ଅର୍ଥାତ୍ ସ୍ୱର୍ଗର ରାଜ୍ୟ ପ୍ରସ୍ତୁତ କଲେ ଆଉ ସେଠାକୁ ଯିବାର ମାର୍ଗ ଖୋଲିଦେଲେ, ଯାହାଫଳରେ ଆମ୍ଭେ ସେଠାକୁ ଯାଇପାରିବା। ପରମେଶ୍ୱର ଏହି ପୃଥିବୀରେ ସ୍ୱଇଚ୍ଛାରେ ଶରୀରରେ ମଧ୍ୟ ଆସିଲେ ଏବଂ ଏବେ ସେ ସ୍ୱର୍ଗ ରାଜ୍ୟ ଆଡ଼କୁ ଆମ୍ଭେ ସମସ୍ତଙ୍କ ଆତ୍ମାର ମାର୍ଗଦର୍ଶନ କରୁଛନ୍ତି। ବେଳେବେଳେ ପରମେଶ୍ୱର ଯାତ୍ରୀ ହୋଇ ଏବଂ ବେଳେବେଳେ ସାଧାରଣ ମଣିଷ ହୋଇ ଆସିଲେ। ଯଦିଓ ପରମେଶ୍ୱର ଯେକୌଣସି ରୂପରେ ଆସିଲେ, ଆମ୍ଭେ ସିଓନର ସନ୍ତାନଙ୍କୁ ପରମେଶ୍ୱରଙ୍କୁ ଚିହ୍ନିବାରେ ସକ୍ଷମ ହେବା ଉଚିତ। ବର୍ତ୍ତମାନ ଏହି ଯୁଗରେ ମଧ୍ୟ ଏପରି ଲୋକ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି, ଆଉ ଅନ୍ୟ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ। ଏପରି ଲୋକ ଅଛନ୍ତି ଯେଉଁମାନେ ସୁସମାଚାର ଶୁଣିଲେ ଓ ଶିକ୍ଷା ଗୁଡ଼ିକୁ ଗ୍ରହଣ କଲେ ଏବଂ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ବୁଝିପାରିଲେ ନାହିଁ। ଏହା ଏଥିପାଇଁ କାରଣ ଯେବେ ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟର ସମ୍ମୁଖରେ ପ୍ରକଟ ହୁଅନ୍ତି, ତେବେ ବିଭିନ୍ନ ପ୍ରକାରରେ ଆମ୍ଭମାନଙ୍କ ବିଶ୍ୱାସକୁ ପରୀକ୍ଷା କରନ୍ତି। ଯେପରି ଯିଶାୟ ଅଧ୍ୟାୟ 8ରେ ଲେଖା ଅଛି, ଯେବେ ପରମେଶ୍ୱର ଅନେକ ଲୋକ ସମ୍ମୁଖରେ ପ୍ରକଟ ହେବେ, ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ। ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ। ଜେରୁସାଲେମ ନିବାସୀଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ। ଆଉ ଅନେକ ଲୋକ ତଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ। ଅନ୍ୟ ଶବ୍ଦରେ ପରମେଶ୍ୱର ସେମାନଙ୍କୁ ଅନ୍ୱେଷଣ କରୁଛନ୍ତି ଯେଉଁମାନେ ଶରୀରରେ ଆସିଥିବା ପରମେଶ୍ୱରଙ୍କୁ ଦେଖିବା ସମୟରେ ଯଦିଓ ସେ ଯେମିତି ଦେଖାଯାଆନ୍ତି, ଆପଣା ବିଶ୍ୱାସକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖନ୍ତି। ଯେଉଁ ପ୍ରକାରେ ଲୋକମାନେ ପରମେଶ୍ୱରଙ୍କୁ ଦେଖନ୍ତି,
ଏହି ବିଷୟ ଉପରେ ବିଚାର କରୁଥାଇ ଆମ୍ଭେ ଚିନ୍ତା କରିଥାଉ ପରମେଶ୍ୱର ଆମ୍ଭ ବିଶ୍ୱାସକୁ ପରୀକ୍ଷା କରିବା ସମୟରେ କ'ଣ ଆମ୍ଭେ ମଧ୍ୟ ତାଙ୍କ ସମାନ ନଥିଲୁ? ପରମେଶ୍ୱର ଏତେ ପରାକ୍ରମୀ ଓ ଶକ୍ତିଶାଳୀ ଅଟନ୍ତି କି ଇଚ୍ଛା କଲେ ସେ ଏହି ଯୁଗରେ ମଧ୍ୟ ସହସ୍ର ଲକ୍ଷାଧିକ ଚମତ୍କାର ଦେଖାଇ ପାରିବେ। ତଥାପି ମଧ୍ୟ ପରମେଶ୍ୱର ଏପରି ମାର୍ଗ ବାଛିଲେ ନାହିଁ। ଏହା ପରିବର୍ତ୍ତେ ବର୍ତ୍ତମାନ ପରମେଶ୍ୱର ନମ୍ର ଭାବରେ ଚୁପଚାପ ଆମ୍ଭମାନଙ୍କ ମାର୍ଗଦର୍ଶନ କରୁଛନ୍ତି। ଯେ ପର୍ଯ୍ୟନ୍ତ ପରମେଶ୍ୱର ଶରୀରରେ ଅଛନ୍ତି ସେ ପ୍ରତ୍ୟେକ ବ୍ୟକ୍ତିର ବିଶ୍ୱାସକୁ ପରୀକ୍ଷା କରୁଛନ୍ତି। 3500 ବର୍ଷ ପୂର୍ବେ ଇସ୍ରାଏଲ ମିଶରରୁ ବାହାରକୁ ଆସିଲେ ଓ କିଣାନ ଆଡ଼କୁ ଚାଲିଲେ। ଯେତେବେଳେ ସେମାନେ ଜଙ୍ଗଲରେ ଥିଲେ ସେତେବେଳେ ଦ୍ୱିତୀୟ ବିବରଣ ଅଧ୍ୟାୟ 8ରେ ପରମେଶ୍ୱର ସେମାନଙ୍କୁ କ'ଣ କହିଲେ? ପରମେଶ୍ୱର କହିଲେ ସେ ଇସ୍ରାଏଲୀୟ ମାନଙ୍କୁ ଏହା ଦେଖିବା ପାଇଁ ସେହି ପରିସ୍ଥିତିରେ ଦେଇଥିଲେ କି ସେମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନା ନାହିଁ। କେବେ କେବେ ପରମେଶ୍ୱର ସେମାନଙ୍କୁ ଶୁଷ୍କ ଭୂମିକୁ ଘେନି ଯାଇ ନମ୍ର କଲେ। କେବେ କେବେ ପରମେଶ୍ୱର ସେମାନଙ୍କୁ ବନ୍ଧ୍ୟା ଭୂମିରେ ଆଣିଲେ ଯେଉଁଠି ଭୋଜନ ନିମନ୍ତେ କିଛି ନଥିଲା। ଆଉ ଅନ୍ୟ ସମୟରେ ସେ ସେମାନଙ୍କୁ ପ୍ରଚୁର ମାତ୍ରାରେ ଭୋଜନ ଦେଲେ ଏବଂ ପାନ କରିବା ପାଇଁ ଚଟାଣ ମଧ୍ୟରୁ ଜଳ ନିର୍ଗତ କରାଇଲେ। 40 ବର୍ଷର ଅବଧିରେ ପରମେଶ୍ୱର ବିଭିନ୍ନ ପରିସ୍ଥିତି ମାଧ୍ୟମରେ ଏହା ଦେଖିଲେ ଯେ ତାଙ୍କ ସନ୍ତାନ କେଉଁ ପ୍ରକାର ବ୍ୟବହାର କରି ସେମାନଙ୍କ ପରିସ୍ଥିତିର ମୁକାବିଲା କରିବେ। ଜଙ୍ଗଲରେ 40 ବର୍ଷର ଯାତ୍ରା ଗୋଟିଏ ଛାୟା ରୂପେ କାର୍ଯ୍ୟ କରିଥାଏ। ଆଉ ବିଶ୍ୱାସର ଜଙ୍ଗଲ ଯେଉଁଥିରେ ବର୍ତ୍ତମାନ ଆମ୍ଭେମାନେ ଚାଲୁଅଛୁ ତାହାର ବାସ୍ତବିକତା ଅଟେ। ବାସ୍ତବରେ ବର୍ତ୍ତମାନ ଆମ୍ଭେ ସ୍ୱର୍ଗର ରାଜ୍ୟ ଆଡ଼କୁ ଚାଲୁଥାଇ ବିଶ୍ୱାସର ଜୀବନ ଅତିବାହିତ କରୁଅଛୁ। ପରମେଶ୍ୱର ଏହା ଦେଖିବାକୁ ଚାହାନ୍ତି ଯେ ଆମ୍ଭେମାନେ ପରମେଶ୍ୱରଙ୍କୁ କେତେ ଜାଣୁ। ଆଉ ଏହା କି କୌଣସି ପରିସ୍ଥିତି ସତ୍ତ୍ୱେ ଆପଣା ବିଶ୍ୱାସକୁ ବଜାୟ ରଖିବା ନା ନାହିଁ। ଅବ୍ରାହମ ପରମେଶ୍ୱରଙ୍କୁ ଚିହ୍ନି ପାରିଲେ ଏବଂ ଗ୍ରହଣ କଲେ। ଯକ୍ଷୀୟ ପରମେଶ୍ୱରଙ୍କୁ ଚିହ୍ନି ପାରିଲେ ଏବଂ ଗ୍ରହଣ କଲେ। ଶତ ସେନାପତି ପରମେଶ୍ୱରଙ୍କୁ ଚିହ୍ନି ପାରିଲେ ଏବଂ ଗ୍ରହଣ କଲେ। ଯେବେ ମରିୟମ ପରମେଶ୍ୱରଙ୍କୁ ଚିହ୍ନିଲେ ଓ ଜଟାମାସିର ତୈଳ ନେଇ ପରମେଶ୍ୱରଙ୍କ ପାଦରେ ଲଗାଇଲେ ତେବେ ସେ କହିଲେ ଯେ ଯେଉଁଠି ଏହି ସୁସମାଚାର ପ୍ରଚାର କରାଯିବ ସେଠାରେ ତାଙ୍କ କର୍ମର ମଧ୍ୟ ବର୍ଣ୍ଣନା କରାଯିବ। କେତେ ଧନ୍ୟ ଥିଲେ ପରମେଶ୍ୱରଙ୍କୁ ଚିହ୍ନି ପାରୁଥିବା ଲୋକ। ତାଙ୍କ ମାଧ୍ୟମରେ ପରମେଶ୍ୱର ଆମ୍ଭକୁ ଏହି ଯୁଗରେ ରହୁଥିବା ଲୋକଙ୍କୁ ବହୁମୂଲ୍ୟ ଶିକ୍ଷା ଦେଉଛନ୍ତି। ଏହି ସମୟ ଆସନ୍ତୁ ଆମ୍ଭେମାନେ ପ୍ରଥମ ପିତର ଅଧ୍ୟାୟ 2 ଖୋଲୁଥାଇ ଆପଣଙ୍କୁ ଏହି ଶିକ୍ଷାର ସ୍ମରଣ କରାଇବା। ପ୍ରଥମ ପିତର ଅଧ୍ୟାୟ 2 ପଦ 6। କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ ଆମ୍ଭେ ସିଓନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଏପରି ଲେଖା ଅଛି କି ଯେ ତାଙ୍କ ଉପରେ ବିଶ୍ୱାସ କରିବ ସେ ଲଜ୍ଜିତ ହେବ ନାହିଁ। ଏହା ବିପରୀତ ବିଶ୍ୱାସ କରୁନଥିବା ଲୋକ ନିମନ୍ତେ ଲଜ୍ଜା, ଘୃଣା ଓ ଅନନ୍ତ ଦଣ୍ଡ ଅପେକ୍ଷା କରୁଅଛି। ଏଣୁ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ ସେହି ମହାମୂଲ୍ୟର କ'ଣ ଅଂଶୀ ଅଟ। ତୁମ୍ଭମାନଙ୍କ ନିମନ୍ତେ ଯେ ପୃଥିବୀରେ ଶରୀରରେ ଆସିଥିବା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛି ମହାମୂଲ୍ୟ ଅଟେ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ଗୃହ ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର। ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏ ନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। ବିଶ୍ୱାସ କରୁଥିବା ଓ ଅବିଶ୍ୱାସୀ ମାନଙ୍କ ମଧ୍ୟରେ ବଡ଼ ପ୍ରଭେଦ ଅଛି। ବିଶ୍ୱାସ କରୁଥିବା ଲୋକ ପରମେଶ୍ୱରଙ୍କୁ ଜାଣୁଥିବା ଲୋକ ଅଟନ୍ତି। ଯେବେ ପରମେଶ୍ୱର ଅବ୍ରାହମକୁ ଦର୍ଶନ ଦେଲେ ତେବେ ସେ ତାଙ୍କ ସେବା କେମିତି କଲେ? ଯକ୍ଷୀୟ ପରମେଶ୍ୱରଙ୍କ ସହିତ କେମିତି ବାର୍ତ୍ତାଳାପ କଲେ? 12 ବର୍ଷରୁ ରକ୍ତସ୍ରାବ ରୋଗରେ ପୀଡ଼ିତ ସ୍ତ୍ରୀ ଖ୍ରୀଷ୍ଟଙ୍କ ସହିତ କେମିତି ବାର୍ତ୍ତାଳାପ କଲେ? ଶତ ସେନାପତି ପରମେଶ୍ୱରଙ୍କ ସହିତ କେମିତି ବାର୍ତ୍ତାଳାପ କଲେ? ମରିୟମ ପରମେଶ୍ୱରଙ୍କ ସହିତ କେମିତି ବାର୍ତ୍ତାଳାପ କଲେ? ଏପରି ଲୋକ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି, ଆଉ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ନିମନ୍ତେ ପରମେଶ୍ୱର ସେମାନଙ୍କ ଧନ ଅଟନ୍ତି, କିନ୍ତୁ ବିଶ୍ୱାସ କରୁନଥିବା ଲୋକମାନଙ୍କ ନିମନ୍ତେ ପରମେଶ୍ୱର ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ଫାଶ ଓ ଜାଲ ହେବେ। ଯେମିତି ସେମାନେ ସ୍ୱର୍ଗରେ ପ୍ରବେଶ କରିବାକୁ ଚେଷ୍ଟା କରିବେ ତାଙ୍କ ଆଖପାଖରେ ସବୁକିଛି ବାଧାଜନକ ପ୍ରସ୍ତର ହେବ। ଆସନ୍ତୁ ଆମ୍ଭେମାନେ ଆଦି ପୁସ୍ତକ ଅଧ୍ୟାୟ 18 ପଦ 1 ଦେଖିବା। ଏଥିଉତାରୁ ଦିନକର ଖରାବେଳେ ଅବ୍ରାହମ ମମ୍ରିମ୍ ଆଲନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ। ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ। ତହିଁରେ ସେ ଅନାଇ ଦେଖିଲେ
ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ପରମେଶ୍ୱର ଶରୀର ଧାରଣ କରି ଅବ୍ରାହମଙ୍କ ପରିବାରକୁ ସାକ୍ଷାତ କରିବାକୁ ଆସିଲେ। ପୁଣି ଦେଖିବା ମାତ୍ର ସାକ୍ଷାତ କରିବାକୁ ତମ୍ବୁ ଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହେଲେ। ହେ ପ୍ରଭୁ, ନିବେଦନ କରୁଅଛି, ଯେବେ ମୋ ପ୍ରତି ଅନୁଗ୍ରହ କରିବା ହେଲେ ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ। ମୁଁ ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଛି, ତଦ୍ୱାରା ପ୍ରାଣ ତୃପ୍ତ କରନ୍ତୁ, ତହିଁ ଉତ୍ତାରେ ଗମନ କରିବେ। କାରଣ ଏଥି ନିମନ୍ତେ ଆପଣ ଦାସ ନିକଟକୁ ଆଗମନ କଲେ। ସେତେବେଳେ ସେମାନେ କହିଲେ, ଯାହା କହୁଅଛ ତାହା କର। ତହିଁରେ ଅବ୍ରାହମ ଶୀଘ୍ର ତମ୍ବୁ ଗୃହକୁ ସାରା ନିକଟକୁ ଯାଇ କହିଲେ, 3 ସେର ଉତ୍ତମ ମଇଦା ନେଇ ଆଣି ଶୀଘ୍ର ରୋଟି ପ୍ରସ୍ତୁତ କର। ଅନନ୍ତର ଅବ୍ରାହମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବଷ ଆଣି ଦାସକୁ ଦିଅନ୍ତେ ସେ ତାହା ଶୀଘ୍ର ରାନ୍ଧିଲା। ସେତେବେଳେ ସେ ଦହି, ଦୁଗ୍ଧ ଓ ପୋକ ଗୋବଷ ଆଣି ସେମାନଙ୍କ ନିକଟରେ ରଖିଲେ। ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ। ଏହି ପଦରେ ଅବ୍ରାହମ ପରମେଶ୍ୱରଙ୍କ ସହିତ କିପରି ବାର୍ତ୍ତାଳାପ କଲେ? କଣ ସେ ପରମେଶ୍ୱରଙ୍କ ସେବା କରି ସେମାନଙ୍କ ଠାରୁ ବିଶେଷ ଆଶୀର୍ବାଦ ପାଇଲେ ନାହିଁ? ପରମେଶ୍ୱର ତାଙ୍କୁ ଆଶୀର୍ବାଦ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶ ଆକାଶର ତାରାଗଣ ତୁଲ୍ୟ ଅସଂଖ୍ୟ କରିବା। ତାହାକୁ ତାଙ୍କ ବଂଶକୁ ବୃଦ୍ଧି କରିବା ପାଇଁ ଇସାହାକ ଦିଆଗଲା। ଆଉ ବହୁତ ଅନୁଗ୍ରହ ଓ ଆଶୀର୍ବାଦ ଲାଭ କଲେ। ଅବ୍ରାହମ ପରମେଶ୍ୱରଙ୍କୁ ଜାଣୁଥିଲେ ଆଉ ବଡ଼ ଆଦର ସହିତ ତାଙ୍କ ସେବା କଲେ। ଆମ୍ଭେ ବାଇବଲର ମାଧ୍ୟମରେ ଏହି ବିଷୟକୁ ପୁଷ୍ଟି କରିପାରିବା। ଯେବେ ପରମେଶ୍ୱର ଶକ୍ତିଶାଳୀ ରୂପେ ଆସିଥିଲେ ତେବେ କେହି ମଧ୍ୟ ସନ୍ଦେହ କଲେ ନାହିଁ ଯେ ପରମେଶ୍ୱର କିଏ ଅଟନ୍ତି। ଇସ୍ରାଏଲ ମାନଙ୍କ ମାମଲାରେ ମଧ୍ୟ ଯେବେ ପରମେଶ୍ୱର ଶକ୍ତିରେ ଗର୍ଜନ ଓ ବିଜୁଳି ଶବ୍ଦ ଦ୍ୱାରା କଥା କଲେ ତେବେ ପ୍ରତ୍ୟେକ ପରମେଶ୍ୱରଙ୍କ ଆଜ୍ଞା ପାଳନ କଲେ। ଭୟରେ କମ୍ପନ କରୁଥାଇ ସେମାନେ ମୂଷାଙ୍କୁ କହିଲେ, ପରମେଶ୍ୱର ଆମ୍ଭ ସହିତ କଥା ନ କରନ୍ତୁ, ତାଙ୍କୁ କୌଣସି ଭାବବାଦୀ ମାଧ୍ୟମରେ ଆମ୍ଭ ସହିତ କଥା କରିବାକୁ କହନ୍ତୁ। ପୁରାତନ ନିୟମ ସମୟରେ ଇସ୍ରାଏଲ ମାନେ ପରମେଶ୍ୱରଙ୍କ ଠାରୁ ଏହି ପ୍ରକାର ନିବେଦନ କଲେ। କିନ୍ତୁ ନୂତନ ନିୟମରେ ପରମେଶ୍ୱର ଭାବବାଦୀ ମାନଙ୍କ ମାଧ୍ୟମରେ ଆପଣା ବାକ୍ୟ ଶିକ୍ଷା କଲେ ନାହିଁ, କିନ୍ତୁ ସେ ସ୍ୱୟଂ ଏହି ପୃଥିବୀରେ ଶରୀର ଧାରଣ କରି ଆସିଲେ ଏବଂ ଶିକ୍ଷା କଲେ। ଏହା ସ୍ୱର୍ଗରେ ପ୍ରବେଶ କରିବାର ପଥ ଅଟେ। ଆଜି ମଧ୍ୟ ପରମେଶ୍ୱର ସ୍ୱୟଂ ବାଇବଲର ସମସ୍ତ ଶିକ୍ଷା ମାଧ୍ୟମରେ ସମସ୍ତ ସନ୍ତାନଙ୍କୁ ଜାଗୃତ କରୁଛନ୍ତି। ପରମେଶ୍ୱର ପୃଥିବୀରେ ଆସି ସ୍ୱର୍ଗର ମାର୍ଗ ଦେଖାଇବା ସତ୍ତ୍ୱେ କଣ ସେହି ସମୟର ସମସ୍ତ ଲୋକ ତାଙ୍କୁ ପରମେଶ୍ୱର ମାନିଲେ? ଯେମିତି ପ୍ରଥମ ପିତର ଅଧ୍ୟାୟ 2ରେ ଲେଖା ଅଛି, ଏଣୁ ବିଶ୍ୱାସ କରୁଅଛ ଯେ ତୁମେମାନେ ସେହି ମହାମୂଲ୍ୟର ଅଂଶୀ ଅଟ। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ପୁଣି ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା। ଯଦିଓ ପରମେଶ୍ୱର ଏପରି ରୂପରେ ଯେପରି ସ୍ୱର୍ଗରୁ ବିଜୁଳି ସହିତ ବା ମେଘମାଳାରେ ଆସିପାରିଥାନ୍ତେ ଯାହାଫଳରେ ଲୋକମାନେ ସହଜରେ ତାଙ୍କ ଉପରେ ବିଶ୍ୱାସ କରିପାରିବେ, କିନ୍ତୁ ସେ ଏପରି କାହିଁକି କଲେ ନାହିଁ? ପରମେଶ୍ୱର ନିଃସନ୍ଦେହ ଶୋଭାମୟ ରୂପରେ ଆସିପାରିଥାନ୍ତେ, ଯାହାଫଳରେ ଲୋକ ତାଙ୍କ ପ୍ରତାପୀ ରୂପକୁ ସହଜରେ ତାଙ୍କୁ ଚିହ୍ନି ପାରିବେ ଓ କହିବେ, ଆରେ ସେ ସତ୍ୟରେ ପରମେଶ୍ୱର ଅଟନ୍ତି। କିନ୍ତୁ ପରମେଶ୍ୱର ଏହି ପ୍ରକାରେ ଆସିଲେ ନାହିଁ। ଏହା ପରିବର୍ତ୍ତେ ସେ ବିଶ୍ୱାସ କରୁନଥିବା ଲୋକମାନଙ୍କ ନିମନ୍ତେ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲେ। ଏଥିପାଇଁ ପରମେଶ୍ୱର ଯେମିତି ଆସିଲେ ମଧ୍ୟ ଆମ୍ଭକୁ ଦରକାର ଯେ ଆମ୍ଭେ ତାଙ୍କୁ ଚିହ୍ନିବାରେ ସର୍ବଦା ସକ୍ଷମ ରହିବା। ଯେବେ ପରମେଶ୍ୱର ଆସନ୍ତି ତେବେ ତାଙ୍କୁ କେବଳ କିଏ ଚିହ୍ନି ପାରିବ? କେବଳ ପରମେଶ୍ୱରଙ୍କ ସନ୍ତାନ, ଯେଉଁମାନେ ପରମେଶ୍ୱରଙ୍କୁ ଚିହ୍ନିବାରେ ସକ୍ଷମ ଅଟନ୍ତି। ପରମେଶ୍ୱର କେବଳ ଆପଣା ସନ୍ତାନମାନଙ୍କୁ ହିଁ ଦେଖିବାର ଚକ୍ଷୁ ଓ ଶୁଣିବାର କର୍ଣ୍ଣ ଏବଂ ବୁଝିବାର ଜ୍ଞାନ ଦେଇଛନ୍ତି। କିନ୍ତୁ କଣ ପରମେଶ୍ୱର ସେମାନଙ୍କୁ, ଯେଉଁମାନେ ପରମେଶ୍ୱରଙ୍କ ସନ୍ତାନ ନୁହନ୍ତି, ପରମେଶ୍ୱରଙ୍କ ରହସ୍ୟକୁ ଚିହ୍ନିବାର ଅନୁମତି ଦେଲେ? ନାହିଁ, ସେମାନେ ଚିହ୍ନି ପାରିବେ ନାହିଁ। ପରମେଶ୍ୱର ଏପରି ଏଥିପାଇଁ କଲେ ଯାହାଫଳରେ ସେମାନେ ଆପଣା ଚକ୍ଷୁରେ ଦେଖିପାରିବେ ନାହିଁ, ଆପଣା କର୍ଣ୍ଣରେ ଶୁଣିପାରିବେ ନାହିଁ ଏବଂ ଆପଣା ଜ୍ଞାନରେ ବୁଝିପାରିବେ ନାହିଁ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ସେମାନଙ୍କ ପାଖରେ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଅଛି। ପରମେଶ୍ୱର ସେମାନଙ୍କୁ ଅବ୍ରାହମ, ଯକ୍ଷୀୟ, ଶତ ସେନାପତି
ଓ ମରିୟମଙ୍କ ସମାନ ଧନ୍ୟ କରିଛନ୍ତି। 하나님께서 그리 해놓으셨구나. 지금 ଆମ୍ଭକୁ ଦରକାର ଯେ ଆମ୍ଭେ ଏହି ବିଷୟକୁ ବୁଝିବା କି ଆମ୍ଭେ ପରମେଶ୍ୱରଙ୍କ ଆଶୀର୍ବାଦରୁ କେତେ ଧନ୍ୟ ଅଟୁ। ଯେବେ ପରମେଶ୍ୱର ଏହି ପୃଥିବୀକୁ ଆସିଲେ 오셨을 때 ତେବେ ସେ ଆପଣା ମହିମା ଓ ପ୍ରତାପକୁ ସମ୍ପୂର୍ଣ୍ଣ ଭାବରେ କାହିଁକି ପ୍ରକାଶମାନ କଲେ ନାହିଁ, କିନ୍ତୁ 어떤 영광을 ଏହାକୁ ଆପଣା ଶରୀର ରୂପୀ ବାସସ୍ଥାନରେ ରଖିଲେ। ଯଦିଓ ପରମେଶ୍ୱର ଆପଣା ସମ୍ପୂର୍ଣ୍ଣ ମହିମା ଲୁଚାଇ ଆସନ୍ତି, କିନ୍ତୁ ଆପଣା ମେଷମାନଙ୍କ ବିଷୟରେ କ'ଣ କହିଲେ? ସେ ସମସ୍ତେ ତାଙ୍କୁ ଜାଣନ୍ତି। 안다고 했습니다. ଆସନ୍ତୁ ଆମ୍ଭେମାନେ ଯୋହନ ଅଧ୍ୟାୟ 10କୁ ଦେଖିବା। ଯୋହନ ଅଧ୍ୟାୟ 10 ପଦ 24। ସେଥିରେ ଯିହୁଦୀମାନେ ତାହାଙ୍କୁ ଚାରିଆଡ଼େ ଘେରି ପଚାରିବାକୁ ଲାଗିଲେ, ଆଉ କେତେ କାଳ ଆମ୍ଭମାନଙ୍କୁ ସନ୍ଦେହରେ ରଖିବ? ଯଦି ତୁମେ ଖ୍ରୀଷ୍ଟ, ତାହାହେଲେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କୁହ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହିଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁନାହଁ। ମୋହର ପିତାଙ୍କ ନାମରେ ମୁଁ ଯେଉଁ ଯେଉଁ କର୍ମ କରୁଅଛି, ସେହି ସବୁ ମୋ ବିଷୟରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ତୁମ୍ଭେମାନେ ବିଶ୍ୱାସ କରୁନାହଁ, କାରଣ ତୁମ୍ଭେମାନେ ମୋହର ପଲର ମେଷ ନୁହଁ। ମୋ ମେଷ ସବୁ କ'ଣ କରନ୍ତି? 한다고요? ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। 다른 아니라 ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ହେଁ ବିନଷ୍ଟ ହେବେ ନାହିଁ। ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିବ ନାହିଁ। 없나니라고 했습니다. କାରଣ ତୁମେ ମୋର ମେଷ ନୁହଁ। ଏଥିପାଇଁ ଯଦିଓ ମୁଁ ତୁମ୍ଭମାନଙ୍କୁ ସ୍ୱର୍ଗର ମାର୍ଗ ଶିକ୍ଷା ଦେବାକୁ ଆସିଲି, ତୁମ୍ଭେ ବିଶ୍ୱାସ କରୁନାହଁ। କିନ୍ତୁ ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ଯେବେ ପରମେଶ୍ୱର ପୃଥିବୀରେ ମାନବ ରୂପେ ଆସିଲେ, 오셔도 ତେବେ ପ୍ରଥମ ଚର୍ଚ୍ଚର ପ୍ରେରିତ ଯୋହନ 또 초대교회 ଏବଂ ପ୍ରେରିତ ପିତର ଯେପରି ସାଧୁମାନେ 이 땅에 ଯୀଶୁଙ୍କୁ ବୁଝିଲେ, 하나님으로 ଗ୍ରହଣ କଲେ 또 받아 ଓ ଜାଣିଲେ କି ଯୀଶୁ କିଏ ଅଟନ୍ତି। 이해하고 알았던 것처럼 ଏହା ବିପରୀତ ସେହି ଯୁଗରେ ବାସ କରୁଥିବା ଯିହୁଦୀମାନେ, ଫାରୁସୀମାନେ ଓ ବ୍ୟବସ୍ଥାପକମାନେ ଯୀଶୁଙ୍କୁ 예수님을 ପରମେଶ୍ୱରଙ୍କ ରୂପରେ ଗ୍ରହଣ କଲେ ନାହିଁ। 들이지를 않았습니다. 그래서 ବିଶ୍ୱାସ କରୁଥିବା ଲୋକ ଓ ବିଶ୍ୱାସ ନ କରୁଥିବା ଲୋକମାନଙ୍କ ମଧ୍ୟରେ କ'ଣ ପ୍ରଭେଦ ରହିଛି? ଆସନ୍ତୁ ଆମେମାନେ ଯୋହନ ଅଧ୍ୟାୟ 6କୁ ଯିବା। ଯୋହନ ଅଧ୍ୟାୟ 6 ପଦ 42। 가로 ଏ କ'ଣ ଯୋସେଫର ପୁଅ ଯୀଶୁ ନୁହେଁ? 그 부모 ଆଉ ଆମ୍ଭେମାନେ କ'ଣ ଏହାର ବାପା ମାଆକୁ ଜାଣୁନାହୁଁ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି? ଯୋସେଫ ଜୀବିକା ନିମନ୍ତେ କ'ଣ କରୁଥିଲେ? ସେ ବଢ଼େଇ ଥିଲେ। ଯୀଶୁଙ୍କ ଶାରୀରିକ ପିତା ଯୋସେଫ ବଢ଼େଇ ଥିଲେ। ଅନ୍ୟ ଶବ୍ଦରେ ତାଙ୍କ କହିବାର ଅର୍ଥ ଥିଲା, କ'ଣ ସେ ବଢ଼େଇର ପୁଅ ନୁହେଁ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି? ସେ ନିରର୍ଥକ କଥା କହୁଅଛି। ସେ ଏପରି କେମିତି କହିପାରିବ? ଏହା ଏପରି କାରଣ ଥିଲା ଯାହା ଲୋକମାନଙ୍କୁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାରୁ ଅଟକାଉଥିଲେ। ବର୍ତ୍ତମାନ ଏହି ଯୁଗରେ ଆମ୍ଭଠାରେ ଏପରି ବିଶ୍ୱାସ ହେବା ଦରକାର, ଯାହାଫଳରେ ଆମ୍ଭେମାନେ ପରମେଶ୍ୱରଙ୍କୁ ଏହି ପୃଥିବୀରେ ବଢ଼େଇର ପୁଅ ଭାବରେ ଆସିବା ସତ୍ତ୍ୱେ ମଧ୍ୟ ଗ୍ରହଣ କରିପାରିବା। ଯଦିଓ ବାଇବଲର 66 ପୁସ୍ତକର ସମସ୍ତ ଭବିଷ୍ୟବାଣୀ ତାହାଙ୍କ ସାକ୍ଷ୍ୟ ଦିଏ, କିନ୍ତୁ ସେମାନେ ତାହା ଉପରେ ବିଶ୍ୱାସ କଲେ ନାହିଁ। ଯୀଶୁ ଗଧ ଉପରେ ବସି ଜେରୁସାଲେମରେ ପ୍ରବେଶ କଲେ। 처녀의 몸에서 ତାହାଙ୍କ ଜନ୍ମ ବେଥଲେହେମରେ ଜଣେ କୁମାରୀର ଗର୍ଭରୁ ହେଲା। ଅନେକ ଭବିଷ୍ୟବାଣୀ ଗୁଡ଼ିକ ଯୀଶୁଙ୍କ ସାକ୍ଷ୍ୟ ଦିଏ, କିନ୍ତୁ ସେମାନେ ତାଙ୍କୁ ଗ୍ରହଣ କଲେ ନାହିଁ ଏବଂ ଦାବି କଲେ 그 부모 ତାଙ୍କ ପିତା ଜଣେ ଗରିବ ବଢ଼େଇ ଅଟନ୍ତି। ବଢ଼େଇର ପୁଅ କେମିତି କହିପାରିବ 뭐지? 하늘 କି ମୁଁ ସ୍ୱର୍ଗରୁ ଅବତରଣ କରିଛି? 이렇게 2000 ବର୍ଷ ପୂର୍ବେ ସେମାନେ ଏ ପ୍ରକାରେ ଯୀଶୁଙ୍କ ତିରସ୍କାର କଲେ। ଏହି ଯୁଗରେ ସମାନ ପରିସ୍ଥିତି ପୁନରାବୃତ୍ତି ହେଉଛି। ଏହି କାରଣ ହେତୁ ସେମାନେ ଏହି ପୃଥିବୀରେ ଆସିଥିବା ପରମେଶ୍ୱରଙ୍କୁ ନାହିଁ ଜାଣିପାରନ୍ତି ଓ ନାହିଁ ଗ୍ରହଣ କରିପାରନ୍ତି। ଲୋକମାନେ କେବଳ ଖ୍ରୀଷ୍ଟଙ୍କ ଶାରୀରିକ ଦିଗ ଉପରେ ଧ୍ୟାନ ଦିଅନ୍ତି। ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 27 ପଦ 50 ଦେଖିବା। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି 영원히 떠나시다. ପ୍ରାଣତ୍ୟାଗ କଲେ। 예수 ଏହା ଯୀଶୁଙ୍କ କ୍ରୁଶରେ ମୃତ୍ୟୁର ଦୃଶ୍ୟ ଅଟେ। 그 장면을 기록한 장절입니다. ସେ ପରମେଶ୍ୱର ଥିଲେ, ଯିଏ ମାନବ ଜାତିର ଉଦ୍ଧାର ନିମନ୍ତେ ପୃଥିବୀକୁ ଆସିଲେ, କିନ୍ତୁ ତାଙ୍କୁ କ୍ରୁଶରେ ଟଙ୍ଗେଇ ଦିଆଗଲା। ଏହା ଏପରି କିଛି ଅଟେ ଯାହାକୁ ବୁଝିବା କଷ୍ଟକର। 근데 ଆଚ୍ଛା, କ'ଣ ତୁମମାନଙ୍କ ପରମେଶ୍ୱରଙ୍କୁ କ୍ରୁଶରେ ଟଙ୍ଗେଇ ମୃତ୍ୟୁଦଣ୍ଡ ଦିଆଯାଇନଥିଲା? ଯଦି ଲୋକମାନେ ବିଶ୍ୱାସୀମାନଙ୍କ ଏହି ପ୍ରକାରେ ଉପହାସ କରନ୍ତି, ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଆପଣା ବିଶ୍ୱାସକୁ ବଜାୟ ରଖିପାରିବେ? ଯଦିଓ ସେ ବଢ଼େଇର ପୁଅ ଥିଲେ ଏବଂ ମାନବ ଜାତିର ପାପ କାରଣରୁ ତାଙ୍କୁ କ୍ରୁଶରେ ଟଙ୍ଗା ଯାଇଥିଲା, କିନ୍ତୁ ବାସ୍ତବରେ ସେ କିଏ ଅଟନ୍ତି?
ସେ ଆମ୍ଭମାନଙ୍କ ପରମେଶ୍ୱର ଅଟନ୍ତି। ଆମ୍ଭମାନଙ୍କ ଠାରେ ଏହି ପ୍ରକାରର ବିଶ୍ୱାସ ହେବା ଦରକାର। ଯେବେ ଆମେ ପ୍ରଥମ ଆଗମନ ଯୀଶୁଙ୍କ ପରିସ୍ଥିତିକୁ ବୁଝିବା, ତେବେ ଆମେ ସ୍ପଷ୍ଟତାରେ ବୁଝିପାରିବା କି ଦ୍ୱିତୀୟ ଆଗମନ ଯୀଶୁଙ୍କ ସହିତ କ'ଣ ହେବ। ଯୀଶୁ କହିଲେ, ମୋ ମେଷ ସବୁ ମୋତେ ଜାଣନ୍ତି, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ସେ ଏହା ମଧ୍ୟ କହିଲେ କି ବିଶ୍ୱାସ କରୁନଥିବା ଲୋକମାନଙ୍କ ନିମନ୍ତେ ଉଦ୍ଧାରକର୍ତ୍ତା 걸리는 ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ଅଟନ୍ତି। 쓸 것이다 하고 했습니다. ଯେଉଁମାନେ ପରମେଶ୍ୱରଙ୍କୁ ସଠିକ ଭାବରେ ଚିହ୍ନନ୍ତି, 베드로와 같은 ସେମାନେ 12 ଜଣ ଶିଷ୍ୟମାନଙ୍କ ସମାନ ଧନ୍ୟ ଅଟନ୍ତି। ଯେପରି ତୁମେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନ ପାନ କରିବ, ପୁଣି ସିଂହାସନରେ ଉପବେଶନ କରି ଇସ୍ରାଏଲର 12 ଗୋଷ୍ଠୀ କି ଶାସନ କରିବ। ତୁମ୍ଭେ ରାଜପଦଧାରୀ ଯାଜକ ସ୍ୱରୂପ ସ୍ୱର୍ଗରେ ରାଜତ୍ୱ କରିବ। 애통도 ତୁମର ମାର୍ଗଦର୍ଶନ ଶାନ୍ତି ଜଗତରେ ରହିବ, 없는 그런 ଯେଉଁଠାରେ ଯନ୍ତ୍ରଣା ନାହିଁ, ନା ଶୋକ, 희락의 ନା ବିଳାପ 세계를 다 କିମ୍ବା ମୃତ୍ୟୁ ନାହିଁ। 될 것이다는 하나님 ପରମେଶ୍ୱର ଏପରି ଆଶୀର୍ବାଦ କାହାକୁ ମଧ୍ୟ ଦେଇନାହାନ୍ତି। 주신 것이 아니었죠. 애굽 20 ବର୍ଷରୁ ଅଧିକ ଆୟୁର 6 ଲକ୍ଷ ଇସ୍ରାଏଲମାନଙ୍କ ମଧ୍ୟରୁ ଯେଉଁମାନେ ମିଶରରୁ ବାହାରି ଆସିଥିଲେ, 결국 କେବଳ 2 ଜଣ ପୁରୁଷ ସୁରକ୍ଷିତ ଭାବରେ କିଣାନରେ ପ୍ରବେଶ କଲେ। 사람밖에 없었습니다. 수많은 ଅନ୍ୟ ସମସ୍ତେ ବିଭିନ୍ନ ପରିସ୍ଥିତିର ଫାଶ ମଧ୍ୟରେ ପଡ଼ିଥିଲେ। 오늘 ଏହି ଦିନରେ ଯେବେ ଆମ୍ଭେ ପରମେଶ୍ୱରଙ୍କୁ ଦେଖିଥାଉ, ତେବେ କେତେକ ଲୋକଙ୍କୁ ବଢ଼େଇର ପୁଅ ରୂପେ ଦେଖାଯାଏ, ଆଉ କିଛି ଲୋକଙ୍କୁ ତାଙ୍କୁ ତାଙ୍କ ବଢ଼େଇର କାର୍ଯ୍ୟ କରିବା ସତ୍ତ୍ୱେ ମଧ୍ୟ ପରମେଶ୍ୱରଙ୍କ ରୂପରେ ଦେଖାଯାନ୍ତି। ଯଦିଓ ତାଙ୍କୁ ଆପଣା ଦୃଷ୍ଟି ଦ୍ୱାରା କ୍ରୁଶ ଉପରେ ଟଙ୍ଗେଇ ଦେଇ ମାରି ଦିଆଗଲା, କିନ୍ତୁ କିଛି ଲୋକ ଏବେ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ପରମେଶ୍ୱରଙ୍କ ରୂପରେ ଦେଖନ୍ତି, ଆଉ ଅନ୍ୟ ତାଙ୍କୁ ଏପରି ନିର୍ବଳ ବ୍ୟକ୍ତି ମାନନ୍ତି ଯିଏ ଦୁନିଆର ଶକ୍ତିକୁ ପରାଜିତ କରିପାରିଲେ ନାହିଁ। କିନ୍ତୁ ଆମ୍ଭମାନଙ୍କୁ ଅନୁଭବ ହେଲା କି ଖ୍ରୀଷ୍ଟ ଆମ୍ଭମାନଙ୍କ ପାପର ଅନୁତାପ ନିମନ୍ତେ ହିଁ ଏପରି ମାର୍ଗରେ ଚାଲୁଥାଇ, 예언의 ଯିଏ ସମସ୍ତ ଭବିଷ୍ୟବାଣୀକୁ ପୂର୍ଣ୍ଣ କରିବେ, ଏହି ପ୍ରକାରର ଜୀବନ ବିତାଇଲେ। ପରମେଶ୍ୱର ଏକ ବଢ଼େଇର ପୁଅ ରୂପରେ ଆସିଲେ। 또 십자가 ତାଙ୍କୁ ବିଧର୍ମୀ କୁହାଗଲା। 하셔도 ଲୋକମାନେ 사람들이 ତାଙ୍କୁ ଅସ୍ୱୀକାର କଲେ 못해도 ଏବଂ ଶିକ୍ଷିତ ନଥିଲେ। ତାଙ୍କ ପରିବାରର ତାଙ୍କୁ ମତବୁଦ୍ଧି ବୋଲି କହୁଥାଇ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ ଏବଂ ତାଙ୍କୁ ଧରେଇ ଦେବା ନିମନ୍ତେ ଚେଷ୍ଟା କଲେ। ଏହା ବିପରୀତ ଲୋକମାନେ ତାଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ମଧ୍ୟ ଅନବରତ ନିର୍ଯାତନା କଲେ। ତଥାପି ମଧ୍ୟ ଏହି ସମସ୍ତ ସତ୍ତ୍ୱେ ସେ କିଏ ଥିଲେ? ସେ ଆମ୍ଭମାନଙ୍କ ପରମେଶ୍ୱର ଥିଲେ। ତଥାପି ମଧ୍ୟ ଯେବେ ଲୋକମାନେ ଯୀଶୁଙ୍କୁ ଦେଖୁଥିଲେ, ସେତେବେଳେ ଭାବୁଥିଲେ, ଯଦି ସେ ପରମେଶ୍ୱର ଅଟନ୍ତି, ତେବେ ତାଙ୍କୁ ଏତେ ଦୟନୀୟ ଭାବରେ ନିର୍ଯାତନା କାହିଁକି ଦିଆଯାଏ? ଯଦି ସେ ପରମେଶ୍ୱର ଅଟନ୍ତି, ତେବେ ତାଙ୍କ ଆପଣା ପରିବାର ତାଙ୍କ ଉପରେ ବିଶ୍ୱାସ କାହିଁକି କରନ୍ତି ନାହିଁ? ଯଦି ସେ ପରମେଶ୍ୱର ଅଟନ୍ତି, ତେବେ ତାଙ୍କ ଆପଣା ପରିବାର କେମିତି କହିପାରନ୍ତି ଯେ ସେ ମତବୁଦ୍ଧି ଅଟନ୍ତି? କ'ଣ ସେ ଶକ୍ତିହୀନ ପୁରୁଷ ନଥିଲେ, ଯାହାଙ୍କୁ ଦୁନିଆର ଲୋକମାନେ ସହଜରେ କ୍ରୁଶରେ ଟଙ୍ଗାଇ ଦେଲେ? 우리가 ଆମମାନଙ୍କ ପରମେଶ୍ୱର ଯିଏ ଆକାଶ ଓ ପୃଥିବୀର ସୃଷ୍ଟି କଲେ, ସର୍ବଶକ୍ତିମାନ ଅଟନ୍ତି ଏବଂ ଅନେକ ପ୍ରକାରର ଅଦ୍ଭୁତ କାର୍ଯ୍ୟ ଓ ଚମତ୍କାର କରିପାରନ୍ତି। କିନ୍ତୁ ଯେତେବେଳେ ଲୋକମାନେ ତାଙ୍କୁ ପୃଥିବୀରେ ଶରୀରରେ ଆସି କାର୍ଯ୍ୟ କରୁଥିବାର ଦେଖିଲେ, ତେବେ ସେ ସେମାନଙ୍କ ଆଖିରେ ବହୁତ ନିର୍ବଳ ଏବଂ ଦରିଦ୍ର ଲାଗିଲେ। କ'ଣ ସେ ସତ୍ୟରେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି? ପ୍ରଥମ ଚର୍ଚ୍ଚର ଦିନରେ ଏପରି ପରିସ୍ଥିତି ଥିଲା, ଯାହା ଫଳରେ ସେମାନଙ୍କ ଆଖି ଏପରି ବନ୍ଦ କରିଦିଆଯାଇଥିଲା କି ସେମାନେ ପରମେଶ୍ୱରଙ୍କୁ ଚିହ୍ନି ପାରିବେ ନାହିଁ। ଠିକ୍ ସେହି ପ୍ରକାରେ ଏହି ଯୁଗରେ ମଧ୍ୟ ନିନ୍ଦା କରୁଥିବା ଲୋକ ଆମ୍ଭମାନଙ୍କ ନିମନ୍ତେ ବାଧା ହେଉଛନ୍ତି। ଅର୍ଥାତ୍ ତୁମେମାନେ ଯେଉଁମାନେ ବିଶ୍ୱାସ କର ବହୁମୂଲ୍ୟ ଅଟନ୍ତି, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହୁଅନ୍ତି। ଆସନ୍ତୁ ଆମ୍ଭେମାନେ ଯିଶାୟ ଅଧ୍ୟାୟ 8ରେ ଅନ୍ୟ ପଦ ଦେଖିବା। ପଦ 13, ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମେମାନେ ପବିତ୍ର ରୂପେ ମାନ୍ୟ କରିବ। ପୁଣି ସେ ତୁମମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମମାନଙ୍କର ତ୍ରାସଭୂମି ହେଉନ୍ତୁ। ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ। ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି 되신다고요? 거치는 ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ। ଜେରୁସାଲମ ନିବାସୀମାନଙ୍କ ପ୍ରତି 되신다고요? କ'ଣ ହେବେ? ପାଶ ଓ ଫାନ୍ଦ ସ୍ୱରୂପ ହେବେ। ଯଦି ପରମେଶ୍ୱର ଆମ୍ଭମାନଙ୍କ ସମ୍ମୁଖରେ ଭବ୍ୟ ମହିମାର ସହିତ ପ୍ରକଟ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କଥା କହିବାର ସାହସ କିଏ କରିପାରିବ? 다면 그 하나님 କ'ଣ କେହି ତାଙ୍କୁ କ୍ରୁଶରେ ଟଙ୍ଗେଇ ପାରିବ ଅବା ତାଙ୍କ ଉପରେ ବିଧର୍ମୀର ଦୋଷ ଲଗେଇ ତାଙ୍କର ଅପମାନ କରିପାରିବ? 이단이라 ତାଙ୍କ ଉପରେ ଛେକ ପକାଇବା ଅବା ବିଧା ମାରିବାର ସାହସ କିଏ କରିପାରିବ? 주먹질 하겠습니까? ତାଙ୍କ ଉପରେ ପଥର ଉଠାଇବାର ଦୁଷ୍ଟ କାର୍ଯ୍ୟ କରିବାର ସାହସ କିଏ କରିପାରିବ? 있겠습니까?
ଏହି ସୀମା ପର୍ଯ୍ୟନ୍ତ ସେମାନେ ତାଙ୍କ ଉପରେ ବିଶ୍ୱାସ କଲେ ନାହିଁ। ପରମେଶ୍ୱର ସେହି ସମସ୍ତ କିଛି ଲୁଚେଇ ରଖିଲେ ଯାହାଦ୍ୱାରା ତାଙ୍କ ସତ୍ୟ ପରିଚୟର ପ୍ରକଟ ହୋଇପାରିବ। ଯିଶାୟ ଅଧ୍ୟାୟ 8ରେ ଖ୍ରୀଷ୍ଟ କ'ଣ ହେବେ? 뭐 하는 돌이라고요? 시험 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଫାଶ ଓ ଫାନ୍ଦ ସ୍ୱରୂପ ହେବେ। ଆମମାନଙ୍କ ସୁସମାଚାରର ନେତୃତ୍ୱ ପିତା ଓ ମାତା କରନ୍ତି। 복음입니다. ଏବେ ପର୍ଯ୍ୟନ୍ତ କିଛି ଲୋକ ଏପରି ଚିନ୍ତା କରୁଥାଇ କି ବହୁତ ଲୋକ ସେଠାକୁ ଧାରା ସମାନ ଆସନ୍ତି, କ'ଣ ମୁଁ ମଧ୍ୟ ସେମାନଙ୍କ ସହିତ ଯିବି? ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଚର୍ଚ୍ଚ ଆସନ୍ତି। 지금부터 କିନ୍ତୁ ଏବେଠାରୁ ପରମେଶ୍ୱର ଗହମ ସହିତ କ'ଣ କରିବେ? 그래서 뭘 가려내신다? ସେ ବାଡୁଙ୍ଗାକୁ ଗହମଠାରୁ ଅଲଗା କରିବେ। ମାଥ୍ୟୁ ଅଧ୍ୟାୟ 13ରେ ପରମେଶ୍ୱର ଭଲ ମାଛ ଓ ଖରାପ ମାଛ ସହିତ କ'ଣ କରିବେ? 를 어떻게 하신다고요? ପରମେଶ୍ୱର ଦୁହିଁଙ୍କୁ ଅଲଗା କରି ଖରାପ ମାଛ ଗୁଡ଼ିକୁ ଫୋପାଡ଼ି ଦେବେ। ଏହି ପ୍ରକ୍ରିୟା ସମୟରେ ପରମେଶ୍ୱର ଲୋକମାନଙ୍କୁ ଏପରି ଜିନିଷ ଦେଖାଇବେ ଯାହାଦ୍ୱାରା ତାଙ୍କୁ ବିଶ୍ୱାସ କରିବା ଅସମ୍ଭବ ହେବ। 연약 ରୋମ ସେନା ଖ୍ରୀଷ୍ଟଙ୍କୁ ଧରିବା ସମୟରେ ସେ ଦୁର୍ବଳ ଦେଖାଗଲେ। 와도 ଯେତେବେଳେ ପିତର ଯୀଶୁଙ୍କ ରକ୍ଷା କରିବା ପାଇଁ ତାଙ୍କ ଖଡ଼ଗ ବାହାର କଲେ, ଅନ୍ୟ ଶିଶୁମାନେ ଭୟରେ ପଳାଇଗଲେ। ଏହା ସେହି ପ୍ରକାରର ପରିସ୍ଥିତି ଥିଲା ଯେଉଁ କାରଣ ହେତୁ ଲୋକମାନଙ୍କ ନିମନ୍ତେ ବିଶ୍ୱାସ କରିବା ଅସମ୍ଭବ ହୋଇଯାଇଥିଲା। ପରମେଶ୍ୱରଙ୍କ ସନ୍ତାନମାନଙ୍କ ବିଷୟରେ କ'ଣ କହିବା? ସମାନ ପରିସ୍ଥିତିରେ ସେମାନେ କ'ଣ କହିବେ? ଯଦିଓ ସେ ବଢ଼େଇର ପୁଅ ଥିଲେ କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ଯଦିଓ ତାଙ୍କୁ କ୍ରୁଶରେ ଟଙ୍ଗାଗଲା କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ଯଦିଓ ତାଙ୍କ ଉପରେ ବିଧର୍ମୀର ଦୋଷ ଲଗାଗଲା କିନ୍ତୁ ସେ ଆମମାନଙ୍କର ପରମେଶ୍ୱର ଅଟନ୍ତି। ଯଦିଓ ଲୋକମାନେ ତାଙ୍କୁ ଅସ୍ୱୀକାର କଲେ କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ଯଦିଓ ସେ ଅଶିକ୍ଷିତ ଥିଲେ କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। 유괴 가족이 ଯଦିଓ ତାଙ୍କ ଆପଣା ଶାରୀରିକ ପରିବାର ଥିଲା କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ଯଦିଓ ତାଙ୍କୁ ଅତ୍ୟାଚାର କରାଗଲା କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ଯଦିଓ ତାଙ୍କ ପରିବାର ତାଙ୍କୁ ମତବୁଦ୍ଧି ବୋଲି ବୁଝିଲା କିନ୍ତୁ ସେ ଆମମାନଙ୍କ ପରମେଶ୍ୱର ଅଟନ୍ତି। ବାଇବଲ ଯୀଶୁଙ୍କ ପ୍ରଥମ ଆଗମନରେ ଘଟିଥିବା ପ୍ରତ୍ୟେକ ବିଷୟର ଅଭିଲେଖ କାହିଁକି କରିଥାଏ? 남아 있을까를 ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେ ଏହି ବିଷୟ ଉପରେ ବିଚାର କରିବା ଆବଶ୍ୟକ। ପରମେଶ୍ୱର ଆଦିରୁ ଅନ୍ତକୁ ଦେଖନ୍ତି। 보십니다. 구원 କ'ଣ ଆପଣଙ୍କୁ ଲାଗେ ଯେ ବାଇବଲରେ ପରମେଶ୍ୱର ଏପରି କୌଣସି ଶିକ୍ଷା ବା ବାକ୍ୟ ଦେବେ 성경 속에 ଯାହା ଆପଣା ସନ୍ତାନଙ୍କ ଉଦ୍ଧାର ନିମନ୍ତେ ଅନାବଶ୍ୟକ ଅଟେ? ପରମେଶ୍ୱରଙ୍କୁ ଗ୍ରହଣ କରି 영접함 ଅବ୍ରାହମ ଧନ୍ୟ ହେଲେ। 또 ପରମେଶ୍ୱରଙ୍କୁ ଗ୍ରହଣ କରି ପିତର ଧନ୍ୟ ହେଲେ। 축복을 받았고 ପରମେଶ୍ୱରଙ୍କୁ ଗ୍ରହଣ କରି ଯକ୍ଷୀୟ ଧନ୍ୟ ହେଲେ। ପରମେଶ୍ୱରଙ୍କୁ ଗ୍ରହଣ କରି ରକ୍ତସ୍ରାବ ରୋଗରେ ପୀଡ଼ିତ ସ୍ତ୍ରୀ ଧନ୍ୟ ହେଲେ। ପରମେଶ୍ୱରଙ୍କୁ ଗ୍ରହଣ କରି ସୁବେଦାର ଧନ୍ୟ ହେଲେ। ସେହି ସମସ୍ତେ ପରମେଶ୍ୱରଙ୍କୁ ଗ୍ରହଣ କଲେ ଏବଂ ଧନ୍ୟ ହେଲେ। ସେମାନଙ୍କ ଦୃଷ୍ଟିକୋଣ ଦୁନିଆର ଦୃଷ୍ଟିକୋଣରୁ ଭିନ୍ନ ଥିଲା। ଲୋକମାନଙ୍କ ଆଖିରେ ସେ ସାଧାରଣ ଦେଖାଗଲେ। ଏହି ମନୁଷ୍ୟ କିପରି ପରମେଶ୍ୱର ହୋଇପାରିବ? କ'ଣ ଏହି ବଢ଼ି ସତରେ ପରମେଶ୍ୱର ଅଟେ? ଏ ଅଶିକ୍ଷିତ ଥିଲା, ତାକୁ ବିଦ୍ୟା କେଉଁଠାରୁ ମିଳିଲା? 쉽게 ସରଳ ଭାଷାରେ କହିବା ତାହା ହେଲେ ସେମାନେ ତାଙ୍କ ଅପମାନ ଓ ତିରସ୍କାର କଲେ। ସେମାନେ ଯୀଶୁଙ୍କୁ କେହି ଶକ୍ତିହୀନ ମନୁଷ୍ୟ ଭାବି 또 약하게 보고 또 ତିରସ୍କାର କଲେ। 그리 ତଥାପି ମଧ୍ୟ ଯୋହନ କ'ଣ କହିଲେ? 하라고 했습니까? ସେ ପରମେଶ୍ୱର ଅଟନ୍ତି, ଯିଏ ଆଦ୍ୟରେ ବାକ୍ୟ ଥିଲେ। ସେ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ଏହି ମନୁଷ୍ୟ ଯୀଶୁ ଖ୍ରୀଷ୍ଟ ଅଟନ୍ତି। 또 ପିତର କ'ଣ କହିଲେ? 주는 ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। 하나님의 아들이십니다. 사도 ପ୍ରେରିତ ପାଉଲ ବିଷୟରେ କ'ଣ କହିବା? 그는 ସେ ପରମେଶ୍ୱରଙ୍କ ସ୍ୱରୂପ ଅଟନ୍ତି। 그는 전능 ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଯୀଶୁଙ୍କ ପୃଥିବୀରେ ଥିବା ସମୟରେ ଆପଣ ବିଭିନ୍ନ ଦିଗକୁ ଦେଖାଇବା ସତ୍ତ୍ୱେ 제자들은 ପ୍ରଥମ ଚର୍ଚ୍ଚର ଶିଷ୍ୟ ଓ ସଚ୍ଚୋଟ ଲୋକମାନେ ଯୀଶୁଙ୍କୁ ଚିହ୍ନି ପାରିଲେ ଏବଂ ପରମେଶ୍ୱର ବୋଲି ମାନିଲେ। ସେମାନେ ତାଙ୍କୁ ଏକ ଅସହାୟ ଅବସ୍ଥାକୁ ନେଇଗଲେ ଓ ଶକ୍ତିହୀନ ଦେଖାଗଲେ। 또 보이시고 그런 ଏହା ସତ୍ତ୍ୱେ ପ୍ରଥମ ଚର୍ଚ୍ଚର ସାଧୁମାନେ କହିଲେ ସେ ଈଶ୍ୱର ରୂପୀ ହେଲେ ହେଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ। କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସ ସ୍ୱରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ପ୍ରଥମ ଚର୍ଚ୍ଚର ଇତିହାସ ମାଧ୍ୟମରେ ଆମେ ଦେଖିପାରିବା କି ଖ୍ରୀଷ୍ଟଙ୍କୁ ନେଇ କେଉଁ ପ୍ରକାରର ବୁଝାମଣା ଥିଲା। ଏହି ଅନ୍ତିମ ଯୁଗରେ ପରମେଶ୍ୱରଙ୍କ ମେଷମାନଙ୍କୁ ଦରକାର ଯେ ସେମାନେ ପରମେଶ୍ୱରଙ୍କ ସ୍ୱରକୁ ସଠିକ ଭାବରେ ବୁଝନ୍ତୁ।
ଏବଂ ପରମେଶ୍ୱରଙ୍କ ପ୍ରସ୍ତୁତ ହୋଇଥିବା ସ୍ୱର୍ଗର ଅନନ୍ତ ରାଜ୍ୟକୁ 받을 수 있는 ବିନା ମୂଲ୍ୟରେ ଲାଭ କରନ୍ତୁ। ଯେତେ ଅଧିକ ସଦସ୍ୟ ଆସନ୍ତି ଚର୍ଚ୍ଚ ସେତିକି ଅଧିକ ବିକଶିତ ହୋଇଥାଏ। ଯେମିତି ଚର୍ଚ୍ଚ ବିକଶିତ ହୋଇଥାଏ ସେହିପରି ହିଁ ସମସ୍ତ ଦେଶକୁ ସୁସମାଚାର ପ୍ରଚାର କରାଯାଏ। ପରିଣାମ ସ୍ୱରୂପ ବିଭିନ୍ନ ପରିସ୍ଥିତି ଉତ୍ପନ୍ନ ହେବ। ଆମ୍ଭମାନଙ୍କ ପିତା ଓ ମାତା ଏହି ପୃଥିବୀକୁ ଆସିଛନ୍ତି। 이 땅에 오신 어머니 아버지 ପିତା ଆମ୍ଭମାନଙ୍କ ଅନନ୍ତ ପିତା ଅଟନ୍ତି ଆଉ ମାତା ଆମ୍ଭମାନଙ୍କ ଅନନ୍ତ ମାତା ଅଟନ୍ତି। 세상 କୌଣସି ପ୍ରଭେଦ ପଡ଼େ ନାହିଁ କି ଦୁନିଆର ଲୋକ ଆମ୍ଭମାନଙ୍କ କେତେ ନିନ୍ଦା କରନ୍ତି। ଏହି ତଥ୍ୟ କେବେ ପରିବର୍ତ୍ତନ ହୁଏ ନାହିଁ ଯେ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଓ ମାତା ହିଁ ସେ ଅଟନ୍ତି ଯେଉଁମାନେ ଆମ୍ଭମାନଙ୍କ ଆତ୍ମାକୁ ଜନ୍ମ ଦେଲେ ଓ ବର୍ତ୍ତମାନ ଆମ୍ଭମାନଙ୍କୁ ବିକଶିତ କରାଉଅଛନ୍ତି। ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 11 ପଦ 2କୁ ଯିବା। ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ? ଅବା ଆମେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ ଯାହା ଯାହା ଶୁଣୁଅଛ ଓ ଦେଖୁଅଛ ସେହି ସବୁ ଯୋହନଙ୍କୁ ଜଣାଅ। ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ। 인하여 ଆଉ ଯେ କେହି ମୋ ଠାରେ ବିଘ୍ନର କାରଣ ନ ପାଏ ସେ ଧନ୍ୟ। 또다 하시니라 그랬습니다. ଯଦିଓ ମୁଁ ଦେଖିବାକୁ କେମିତି ମଧ୍ୟ ଲାଗେ 내년에 어떤 ଅବା ଯେକୌଣସି ପ୍ରକାର ପରିବେଶରେ ପ୍ରକଟ ହୋଇଥାଏ, 조더라도 ତୁମେମାନେ ମୋତେ କ'ଣ ବୋଲି କହିଥାଅ? ଏପରି ଲୋକ ଥିଲେ ଯେଉଁମାନେ ତାଙ୍କୁ ସର୍ବଶକ୍ତିମାନ ପରମେଶ୍ୱରଙ୍କ ରୂପରେ ଦେଖିଲେ। ଯେବେ ଲୋକମାନେ ଯୀଶୁଙ୍କ ଅଳ୍ପ ନିନ୍ଦା କଲେ, 예수님에 대해서 ତେବେ ଯୋହନ ଓ ଯାକୁବ କହିଲେ, ପ୍ରଭୁ ଏଲିଓ ମଧ୍ୟ ଯେପରି କରିଥିଲେ ସେହିପରି ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ। ଏହା ଆମେମାନେ କରିବୁ ବୋଲି କ'ଣ ଆପଣଙ୍କର ଇଚ୍ଛା? ସେମାନେ ଯୀଶୁଙ୍କୁ ଏତେ ଆଦର କଲେ ଏବଂ ବହୁମୂଲ୍ୟ ଭାବିଲେ। ପିତର ଓ ପାଉଲଙ୍କ ସହିତ ମଧ୍ୟ ଏପରି ଥିଲା। ଏହା ବିଶ୍ୱାସର ସେହି ମାର୍ଗ ଥିଲା ଯେଉଁଥିରେ ପ୍ରଥମ ଚର୍ଚ୍ଚର ମାର୍ଗଦର୍ଶନ କରୁଥିବା ସୁସମାଚାରର ସମସ୍ତ ଭାବବାଦୀମାନେ ଚାଲିଲେ। ଯଦିଓ ଜିହୁଦୀମାନେ ଯୀଶୁଙ୍କ ନିନ୍ଦା କଲେ ଓ କହିଲେ, 예수님에 대해서 କ'ଣ ସେ ବଢ଼େଇର ପୁଅ ନୁହେଁ? ଯଦି ତୁମ୍ଭେ ଖ୍ରୀଷ୍ଟ ତାହାହେଲେ କ୍ରୁଶରୁ ଓହ୍ଲେଇ ଆସ। 내려와 보지 그러느냐 말이에요. ତାହାଙ୍କ ଉପହାସ ଓ ନିନ୍ଦା ହେବା ସତ୍ତ୍ୱେ 그래도 아주 ଖ୍ରୀଷ୍ଟ ଚୁପ୍ ରହିଲେ। ଲେଖା ଅଛି, ଲେମ ଛେଦକମାନଙ୍କ ସମ୍ମୁଖରେ ନୀରବ ମେସି ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ। କ'ଣ ଏହା ଏଥିପାଇଁ ଲେଖା ଥିଲା କାରଣ ତାହାଙ୍କ କୌଣସି ସାମର୍ଥ୍ୟ ଅବା ଅଧିକାର ନଥିଲା? ଅବଶ୍ୟ ନୁହେଁ। କ'ଣ ସେ କେବଳ ଆମ୍ଭମାନଙ୍କ ଉଦ୍ଧାର ନିମନ୍ତେ 그런 예 ଭବିଷ୍ୟବାଣୀର ଏହି ପଥରେ ଚାଲିଲେ ନାହିଁ? ଏହି ସମସ୍ତ ଆମ୍ଭମାନଙ୍କ ପାପ ଓ ଅଧର୍ମ କାରଣରୁ ଥିଲା। 우리 ଯେହେତୁ ପରମେଶ୍ୱର ଶରୀରରେ ହୋଇ ଏହି ପୃଥିବୀରେ ଆମ୍ଭମାନଙ୍କ ପାପକୁ ବହନ କରିବାକୁ ଆସିଲେ, ଏଥିପାଇଁ ଆମ୍ଭମାନଙ୍କୁ ଦରକାର ଯେ ପରମେଶ୍ୱରଙ୍କ ଏହି ପୃଥିବୀରେ ଆମମାନଙ୍କ ସହିତ ଥିବା ସମୟରେ ତାଙ୍କୁ ଜାଣିବା ଓ ଗ୍ରହଣ କରିବା। 함께 있을 때 ଯେ ପର୍ଯ୍ୟନ୍ତ ପରମେଶ୍ୱର ଆମମାନଙ୍କ ନିକଟରେ ଅଛନ୍ତି ଆମ୍ଭକୁ ତାଙ୍କୁ ବହୁମୂଲ୍ୟ ମାନିବା ଉଚିତ। ଯେ ପର୍ଯ୍ୟନ୍ତ ଆମମାନଙ୍କ ପାଖରେ ବିଶ୍ୱାସ କରିବାର ପରମେଶ୍ୱରଙ୍କ ସେବା କରିବାର ସମୟ ଅଛି, 있을 때 ଆସନ୍ତୁ ଆମ୍ଭେମାନେ ଜକ୍ଷିୟ, ମରିୟମ, ପିତର, ଯୋହନ ଓ ଯାକୁବଙ୍କ ସମାନ ପରମେଶ୍ୱରଙ୍କ ଆଦର କରିବା। ଆଶା କରୁଥାଇ କି ଆପଣ ପରମେଶ୍ୱରଙ୍କ ମହିମା ଓ ଆଦରର କାରଣ ହେବେ। 여러분이 꼭 되시 ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।